जोनरे अछंती दयाकरी वीडियो ऑन करबा जेमति प्रभुଙ୍କର महिमा और गौरव हम से निमंते तेबे आसंतु एई समय रे आमाने प्रभुଙ୍କର वाक्य श्रवण करबा किछि आमानक मध्यरे आमानकर प्रिय प्रभुଙ୍କର दास रेव डॉक्टर एस पीटर आज्ञा अछंती ताको प्रभु जीशु ख्रीष्ट को आम नमस्कार प्रेज द लॉर्ड जनाए वर्तमान से समय नेबे पुनि प्रभुଙ୍କର वाक्य परिवेषण करी आमानक आगु को बढ़ाई प्रभु जीशु ख्रीष्टंकर मधुर नाम रे सेरेंग भेट घाट जूम रे एकत्रित समस्त प्रभुଙ୍କର अभिषिक्त दास दासी समस्त को मध्य मोर हार्दिक नमस्कार जनाए समस्त को प्रेज लॉर्ड आज Praise the Lord. सेरेंग भेट घाट मते प्रेम करी जो सुजोग देइछंती मो भली अयोग्य नगण्य और वाक्य प्रचार करबा पई सेछि मो भेट घाट पाखरे मो चिर कृतज्ञ ଆଉ ଆମମାନଙ୍କ ମଧ୍ୟରେ ବହୁତ ମାନ୍ୟଗଣ୍ୟ ପ୍ରଭୁଙ୍କର ଦାସ ଦାସୀ ମାନେ ଜଡ଼ିତ ହେଇଛନ୍ତି ମୁଁ ସମସ୍ତଙ୍କୁ ଆଉ ଥରେ ହାର୍ଦ୍ଦିକ ନମସ୍କାର ଜଣାଏ ଆଜିର ଆମେ ମାନେ ଯେ ଜୁମ ରେ ଏକତ୍ରିତ ହେଇଛୁ ଏଇ ଜୁମ ସାରେଙ୍କ ଭେଟଘାଟ ଗୋଟିଏ ଆର୍ଥିକ ପରିବେଶର ଜୁମ ଆଉ ଯୋଉଠି ବାକ୍ୟର ଜୁମ ଆଉ ଏଇ ବାକ୍ୟ ଦ୍ୱାରା ଆମମାନେ ସମସ୍ତେ ଉଦ୍ଦୀପ୍ତ ହଉଛୁ ଆଉ ଈଶ୍ୱରଙ୍କର महिमा କରିପାରୁଛୁ ଆଉ ସୁନ୍ଦର ଭାବେ ମତେ ଆହ୍ୱାନ କରିଥିବା ପାଷ୍ଟର ବେଲସନ ନାଗ ଆଜ୍ଞାଙ୍କୁ ମଧ୍ୟ ମୁଁ ବିଶେଷ ଧନ୍ୟବାଦ ଦିଏ ମତେ ସୁନ୍ଦର ଭାବେ ଆହ୍ୱାନ କରିଥିବାରୁ ପ୍ରାର୍ଥନାରେ ସାହାଯ୍ୟ କରିଥିବା ମୋ ପ୍ରିୟ ଲୋକମାନଙ୍କୁ ସମସ୍ତଙ୍କୁ ମଧ୍ୟ বাংলাদেশ থেকে একজন প্রভুর দাস মানে জড়িত হয়েছেন পাস্টার তিমোথী শিকদার ওনাকে মোর হার্দিক নমস্কার জানাই প্রভু ধন্যবাদ আর সুন্দর ভাবে প্রার্থনা করিবার সাহায্য କରିଛନ୍ତି ଆମମାନଙ୍କର ମଧ୍ୟରେ ନଳିନୀ ଜେନା ଭଉଣୀ ମଧ୍ୟ ସୁନ୍ଦର ଭାବେ ପ୍ରାର୍ଥନା କରିଛନ୍ତି ବହୁତ ସହକାରେ ଧନ୍ୟବାଦ ଦିଏ ଆସନ୍ତୁ ଏହି ସମୟରେ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିବା ଆଜିର ଯେ ବାକ୍ୟାଂଶ ମୁଁ ବାଛି ନେଇଛି ମଥି ଲିଖିତ ସୁସମାଚାର ମାଥିଉ ତାର 9 ଅଧ୍ୟାୟ 35 ପଦ ବା 35 ପଦରୁ 38 ପଦ ଆମେ ପଢିବା ଦୟାକରି ମତେ ପଢିବାରେ ଯଦି ସାହାଯ୍ୟ କରିବେ ମୁଁ ବହୁତ ଉପକୃତ ହେବି 32 ରୁ ପଢିଦେବା 32 ରୁ 38 ପଦ କିନ୍ତୁ ଲୋକ ବାହାର କରାଯାନ୍ତେ ସେ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ ଆଉ ସେ ଉଠିଲା ମାଥିଉ 9 ଅଧ୍ୟାୟ 32 ରୁ 38 ପଦ ସେମାନେ ବାହାରିବା ସମୟରେ ଦେଖ ଲୋକ ଜଣେ ମୁକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ ପୁଣି ଭୂତ ଛଡା ଯାଆନ୍ତି ସେଇ ମୁକ କଥା କହିଲା ସେଥିରେ ଲୋକ ସମୂହ ଚମତ୍କୃତ ହୋଇ କହିଲେ ଇସ୍ରାଏଲ ମଧ୍ୟରେ ଏପରି କେବେ ଦେଖାଯାଇ ନାହିଁ କିନ୍ତୁ ଫାରୋସୀମାନେ କହିଲେ ସେ ଭୂତପତି ସାହାଯ୍ୟରେ ଭୂତ ଛଡାଉଅଛି ଏଥି ଉତ୍ତରେ ଯୀଶୁ ସେମାନଙ୍କ ସମାଜ ଗୃହ ସମ୍ମୁଖରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡା ସୁସ୍ଥ କରି ସମୁଦାୟ ନଗର ପୁଣି ଗ୍ରାମ ଗୁଡିକରେ ଭ୍ରମଣ କରିବାକୁ ଲାଗିଲେ ଆଉ ଲୋକ ସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନ ଭିନ୍ନ ଥିଲେ ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଶସ୍ୟ ସିନା ପ୍ରଚୁର ମାତ୍ର କାର୍ଯ୍ୟକାରୀ ମାନେ ଅଳ୍ପ ଏଣୁ ଆପଣା ଶସ୍ୟ କ୍ଷେତ୍ରକୁ କାର୍ଯ୍ୟକାରୀ ମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟ କ୍ଷେତ୍ରର କର୍ତ୍ତାଙ୍କ ନିକଟରେ ନିବେଦନ କର ଆମେନ୍ ଆମେନ୍ ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଶସ୍ୟ ସିନା ପ୍ରଚୁର ମାତ୍ର କାର୍ଯ୍ୟକାରୀ ମାନେ ଅଳ୍ପ ଏଣୁ ଆପଣା ଶସ୍ୟ କ୍ଷେତ୍ରକୁ କାର୍ଯ୍ୟକାରୀ ମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟ କ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର ଛୋଟ ପ୍ରାର୍ଥନା କରିବା ପବିତ୍ର 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 ବାହିନୀ ଗଣେଶଙ୍କୁ ଧନ୍ୟବାଦ କରୁଛି ତୁମର ପ୍ରଶଂସା କରୁଛି ତୁମେ ପ୍ରଭୁ ଆଜିର ବକ୍ତା ହୁଅ ତୁମେ ହିଁ ପ୍ରଭୁ ବକ୍ତା ମୁଁ କେବଳ ନିମିତ୍ତ ମାତ୍ର ପ୍ରଭୁ I humble myself that you will be exalted in my life. ତୁମ ଧନ୍ୟବାଦ କରି ତୁମର ପ୍ରଶଂସା କରୁଛି ପ୍ରଭୁ ଆଜିର ଏହି ସୁନ୍ଦର ଦିନ ପାଇଁ ତୁମକୁ ଧନ୍ୟବାଦ କରୁଛି ସେରଙ୍ଗ ଭେଟଘାଟ ଜୁମକୁ ପ୍ରଭୁ ଜୁମର ପ୍ରତ୍ୟେକ ଦାସ ଦାସୀଙ୍କୁ ତୁମେ ଆଶୀର୍ବାଦ କରି ଆସୁଅଛ
प्रभु तुम्हें तांको व्यवहार करी आसुअछ धन्यवाद करुछि। आज जेते जन तुमरो अभिषिक्त मान्यगण्य दास दासी माने जड़ित होइछन्ति समस्त मिनिस्ट्री को तुम्हें आशीर्वाद करो। समस्त परिचर्या पास आज वाक्य को वाक्यर खाली श्रोता मात्र न होई वाक्यर कार्यकारी हवा पाई आम को साहाय्य करो। जेणु आम दुर्बलता दोष दुर्बलता देखी जानी जेणु शक्त ग्रीवा न होई निजको तुम पाखरी समर्पण करने पाई संशोधन करने पाई साहाय्य करो। जेणु तुम्हें आम द्वारा महिमान्वित हो। प्रार्थना शुणा धन्यवाद करुछि। सकल प्रार्थना आम त्राणकर्ता पवित्र यीशु नाम रे मांगली शुण आओ ग्रहण कर पिता आमेन। प्रिय प्रभु को लोक माने प्रभु आम को मनोनीत करिछन्ति। आमे माने प्रभुंकर मनोनीत संतान संतति। जदि प्रभु आम को मनोनीत करिछन्ति कौन सी आशा भरोसा रखी प्रभु आम को मनोनीत करिछन्ति। तुच्छारे प्रभु आम को मनोनीत करिना हंती। प्रभु जेतबेले आम को मनोनीत करिछन्ति आ प्रभु तांकर कार्य को सुचारू रूपे संपन्न करने पाई आम मान द्वारा आउ जो कार्य द्वारा से महिमान्वित हेबे सेथिपाई से मनोनीत करिछन्ति। तेणु प्रिय प्रभु लोक माने प्रभु जेतेबेले सेई समय रे प्रचार करथिले प्रभु यीशु ख्रीष्ट जेतेबेले प्रचार करथिले सेई विश्वास देखिबे आमे से समस्त प्रकार भूतग्रस्त लोक माननकु मुक्क माननकु बधिर माननकु बहुत प्रकार रोगग्रस्त लोक माननकु भलो करथिबारु 34 पदरे फारूसी मानकर गोटे उक्ति आम से देखुଛୁ। जो फारूसी माने मूसांक धर्मशास्त्र रे प्रवीण मूसांकर धर्मशास्त्र से माने जानी छंती किंतु ईर्षा परायणता ईर्षा भावे गोटे कथा से स्टेटमेंट उल्लेख कर किंतु फारूसी माने कहले से भूतपति साहाय्य भूत छड़ाउछन। प्रभु यीशु ख्रीष्ट जेतेबेले आश्चर्य कार्य करने को जाउथले समस्ते कहती से भूतपति मान सहित से भूत छड़ाउछन। प्रभुंकर शक्ति द्वारा नुहे किंतु भूतपति मान द्वारा आज अम्मान को जे प्रभु आह्वान कर आमे प्रभु यीशु ख्रीष्ट को कौन भली आमे निजे निजे जानो व्यक्तिगत भाव आमे प्रभु यीशु ख्रीष्ट को कौन बोली जानो। प्रभु आम को सेवा कार्य यज्ञ बोली मनोनीत करिछन्ति। तेणु आमे कौन बोली प्रभु को जानू। तेणु 35 पद यापर यीशु से समाज गृह सम्मुख समूह शिक्षा दे राज्यर सुसमाचार घोषणा कले। प्रिय प्रभु को लोक माने से शिक्षा दे राज्यर सुसमाचार घोषणा कले। समस्त प्रकार रोग समस्त प्रकार पीड़ा सुस्थ करी समुदाय नगर पुणी ग्राम गुड़िक भ्रमण करने को लगिले। प्रभु यीशु ख्रीष्ट गोटे प्रगाढ़ इच्छा गभीर इच्छा लोक मान देखी से दयारे विगलित हेले। जेते जन से रुंड थिले समस्त को देखी से दयारे विगलित होई से कहले एमाने अरक्षक मेष परी दुर्दशाग्रस्त और छिन्न भिन्न लोक। तेणु से गोटे कथा कहले शस्य क्षेत्र शस्य प्रस्तुत प्रचुर परिमाण रही किंतु कार्यकारी कम। आज आम को प्रभु तांको सेवारे तांको राज्य धार्मिकता पाई कार्यकारी करने निर्माण कर मनोनीत कर। जदि मते बा आमको ईश्वर कार्यकारी भाव निर्माण गठन मनोनीत कर कि मोर दायित्व को बुझी नहीं मोर दायित्व को मु पालन करुछि। प्रश्न जदि मु मोर दायित्व को पालन करुछि किमिति मु पालन करुछि।
କାର୍ଯ୍ୟକାରୀ କମ୍। କାହିଁକି କଥା କହିଲେ? କାର୍ଯ୍ୟକାରୀ କମ୍। ବହୁତ କାର୍ଯ୍ୟକାରୀ ଅଛନ୍ତି ଆଉ ଆସିବେ ମଧ୍ୟ। ବହୁତ କାର୍ଯ୍ୟକାରୀ ନିଜର ସ୍ୱାର୍ଥ ପାଇଁ ସେମାନେ ବ୍ୟବହୃତ ହେବେ, ନିଜର ପ୍ରଶଂସା ପାଇଁ ସେମାନେ ବ୍ୟବହୃତ ହେବେ, ନିଜକୁ ତାରିଫ କରିବା ପାଇଁ ସେମାନେ ବ୍ୟବହୃତ ହେବେ, କିନ୍ତୁ ଈଶ୍ୱରଙ୍କର ମହିମା କାର୍ଯ୍ୟ କରିବା ପାଇଁ ବହୁତ କମ୍ ଦେଖାଯିବେ। ରାଜ୍ୟ ଧାର୍ମିକତା ପ୍ରଚାର କରିବା ସମୟରେ ଈଶ୍ୱରଙ୍କର ମହିମା ପରିବର୍ତ୍ତେ ନିଜର ମହିମାକୁ ବିଶେଷ ଭାବେ ସେମାନେ ପ୍ରଚାର କରିବା ପାଇଁ ବହୁତ କାର୍ଯ୍ୟକାରୀ ବାହାରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି ତାଙ୍କର ଜଣେ ଉତ୍ତମ କାର୍ଯ୍ୟକାରୀ ହେବା ପାଇଁ। ଆଜି ଆମେ ଦେଖିବା ଉତ୍ତମ କାର୍ଯ୍ୟକାରୀର ଲକ୍ଷଣ। ଯେଉଁମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତମ କାର୍ଯ୍ୟକାରୀ, ସେମାନଙ୍କର ଲକ୍ଷଣ ଆମେ ଯଦି ଦେଖିବା ଏଫିସିଓ ତାର 4 ଅଧ୍ୟାୟ 1 ରୁ 14 ପଦ। ଏଫିସିଓ ତାର 4 ଅଧ୍ୟାୟ 1 ରୁ 4 ପଦ, 14 ପଦ ନାହିଁ, 4 ପଦ। ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି, ତୁମେମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ। ଦେଖନ୍ତୁ, ଏଠି ଲେଖା ଅଛି ତୁମେମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ସେଥିର ଯୋଗ୍ୟ ଆଚରଣ କର। ଏଠି ଆଣ୍ଡରଲାଇନ୍। ଯେଉଁମାନେ ସେବକ ଆମ ସେବାର ଯୋଗ୍ୟ ଆଚରଣ କର। ପ୍ରଥମେ ପ୍ରଭୁ ଚାହୁଁଛନ୍ତି ଆମର ଆଚରଣ। ମୁଁ ଯେ ଜଣେ ସେବକ, ମୋର ଆଚରଣ କି ପ୍ରକାର ହବା ଦରକାର। ମୋର ଯଦି ଆଚରଣ ଯଦି ପ୍ରଭୁଙ୍କ ପାଇଁ ବା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯୋଗ୍ୟ ନୁହେଁ, ମୋର ସେବା ମଧ୍ୟ ବହୁ ସମୟରେ ମୁଁ ଫେରିୟର ହୁଏ। ସେବା କରିବା ଆଗରୁ ପ୍ରତ୍ୟେକ ସେବକ ନିଜର ଆଚରଣକୁ ସିଦ୍ଧ କରିବା ଦରକାର, ନିଜର ଆଚରଣକୁ ଜାଣିବା ଦରକାର। ଯୋଗ୍ୟ ଆଚରଣ କର ଅର୍ଥାତ୍ ସବୁ ପ୍ରକାର କି ଆଚରଣ, ସେ ଆଚରଣରେ କି ଥିବ। 2 ପଦ ଲେଖା ଅଛି, ଅର୍ଥାତ୍ ସର୍ବ ପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ। ଶାନ୍ତି ରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କର। କରିବା ନିମନ୍ତେ ଯତ୍ନବାନ ହୁଅ। ଏକ ଶରୀର ଏକ ଆତ୍ମା ଏକ ରୂପେ ତୁମେମାନେ ତୁମମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୁତ ହୋଇଅଛ। ତୁମେମାନେ ଏକ ଭରସାରେ ଆହୁତ ହୋଇଅଛ। ସେବକଙ୍କର ଆଚରଣ, ପ୍ରଥମ କଥା ସବୁ ପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଆଉ ପ୍ରେମ, ଐକ୍ୟତା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେବକଙ୍କର ଆଚରଣ। ଆଜି ମୁଁ ଯେଉଁ ବିଷୟ ନେଇ ପ୍ରଭୁ ପବିତ୍ର ଆତ୍ମା ମତେ ଆଜି ଶିକ୍ଷା ଦେଇଛନ୍ତି, ବିଶେଷ କରି ସେହି ଶିକ୍ଷାକୁ ଆମେ ମାନେ ଗ୍ରହଣ କରିବା। ତୁମେ ଈଶ୍ୱରଙ୍କର ଯୋଗ୍ୟ ଆଚରଣ କର। ତମକୁ ଯୋଉ ଈଶ୍ୱର ଆହ୍ୱାନ କରିଛନ୍ତି। ଆଉ ମୋର କି ଟେକ୍ସଟ ଆଜିର ଯେ କି ଟେକ୍ସଟ, ମୋର ଟେକ୍ସଟ ଆଜିର ହେଲା ପ୍ରେରିତର କାର୍ଯ୍ୟ ବିବରଣୀ ତାର 6 ଅଧ୍ୟାୟ 1 ରୁ 8। ସେବକ ମାନଙ୍କର ଗୁଣାବଳୀ ବା ସ୍ୱଭାବ ସେଠି ଆମେ ଦେଖୁଛୁ। ପ୍ରେରିତର କାର୍ଯ୍ୟ ବିବରଣୀ 6 ଅଧ୍ୟାୟ 1 ରୁ 8 ପଦ। ଏହି ସମୟରେ ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା,
ସେତେବେଳେ ଗ୍ରୀକ ଭାଷାବାଦୀ ଜିହୁଦୀ ମାନେ ଏବ୍ରିୟ ମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ପରିଚର୍ଚ୍ଚାରେ ସେମାନଙ୍କର ବିଧବା ମାନଙ୍କୁ ଉପେକ୍ଷା କରାଯାଉଥିଲା। ସେଥିରେ ଦ୍ୱାଦଶ ଶିଷ୍ୟ ସମୂହକୁ ନିକଟକୁ ଡାକି କହିଲେ, ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ। ଅତଏବ হে ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ 7 ଜଣଙ୍କୁ ଆପଣମାନଙ୍କ ମଧ୍ୟରେ ବାଛି ସ୍ଥିର କରନ୍ତୁ। କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପରିଚର୍ଚ୍ଚାରେ ଏକାଗ୍ର ଭାବରେ ଲାଗି ରହିବା। ଏହି କଥା ସମସ୍ତ ସମ୍ପ୍ରଦାୟର ଦୃଷ୍ଟିରେ ଉତ୍ତମ ଦେଖାଗଲା। ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କି, ପୁଣି ଫିଲିପ, ପ୍ରଖର, ନିକନୋର, ତିମୋନ, ପାର୍ମେନା ଓ ଆନ୍ତିଓଖିଆର ଯିହୁଦୀ ମତାବଲମ୍ବୀ ନିକୋଲାଇଙ୍କୁ ମନୋନୀତ କରି ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ। ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ। ଏଣୁ 7 ପଦ, ଏଣୁ ଈଶ୍ୱରଙ୍କର ବାକ୍ୟ ଏଥିଉତ୍ତାରେ ଈଶ୍ୱରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଜିରୁସାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା। ଆଉ ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସ ମାର୍ଗ ଅବଲମ୍ବନ କରିବାକୁ ଲାଗିଲେ। ଆମେନ୍। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଠି ଗୋଟିଏ ବିଶେଷ ଘଟଣା ଆମେ ଦେଖୁଛୁ। ଆଉ ଯେତେବେଳେ ଏହି ସମୟରେ ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଇଲା, ସେତେବେଳେ ଗ୍ରୀକ ଭାଷାଭାଷୀ ଜିହୁଦୀ ବିଶ୍ୱାସୀ ମାନେ, ଯେଉଁମାନେ ଗ୍ରୀକରେ କଥାବାର୍ତ୍ତା କରନ୍ତି, ଜିହୁଦୀ ବିଶ୍ୱାସୀ ମାନେ ଏବ୍ରିୟ ବିଶ୍ୱାସୀ ମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ। କଣ ବଚସା କଲେ? କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବା ମାନଙ୍କୁ ଅବହେଳା କରାଯାଉଥିଲା। ସେହି ସମୟରେ ବିଧବା ମାନଙ୍କୁ ଅବହେଳା କରାଯାଉଥିଲା। ତେଣୁ ସେହି ପରିଚର୍ଚ୍ୟା କରିବା ପାଇଁ ସେମାନେ ସେମାନଙ୍କ ସହିତ ବଚସା କରିବାକୁ ଲାଗିଲେ, ଏବ୍ରିୟ ମାନଙ୍କ ସହିତ ବଚସା କରିବାକୁ ଲାଗିଲେ। ତେଣୁ ସେମାନେ ଗୋଟିଏ ନିଷ୍ପତ୍ତି ନେଲେ ଯେ ତୁମେ ଏଇଥିପାଇଁ, ଏଇ କାମ କରିବା ପାଇଁ କେତେ ଜଣକୁ ତୁମେ ନିଯୁକ୍ତ କର। ଆମେ ମାନେ ବାକ୍ୟ ପ୍ରଚାରରେ ରହିବୁ। ତୁମେ ମାନେ ଖାଦ୍ୟ, ଏଠି ଲେଖା ଅଛି, ସେଥିରେ 12 ଜଣ ପ୍ରେରିତ ମାନେ ଶିଷ୍ୟ ସମୂହକୁ ନିକଟକୁ ଡାକି କହିଲେ, ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମମାନଙ୍କ ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ। ପ୍ରେରିତ ମାନେ କହିଲେ ଯେ ଆମମାନେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ଲୋକ, ଖାଦ୍ୟ ପରିବେଷଣରେ ଆମମାନେ ବ୍ୟସ୍ତ ରହିବା ଏଟା ଉଚିତ ନୁହେଁ କହିବାରୁ ସେମାନେ କହିଲେ, ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମେ ମାନେ ଏଇ କାର୍ଯ୍ୟ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତ ସମ୍ପନ୍ନ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ 7 ଜଣ ଆପଣ ମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ। ପରିଚର୍ଚ୍ୟା କରିବା ପାଇଁ 7 ଜଣକୁ ତୁମେ ସ୍ଥିର କର। ଆଉ ଯୋଉମାନେ କୋଉଥିରେ ଥିବେ, ସେମାନେ ଯୋଉମାନେ ପରିବେଷଣ କରିବେ, ଆଉ ସେମାନେ କି ପ୍ରକାର ରହିବା ଦରକାର, ସେମାନେ ଅତଏବ ଭାଇମାନେ କି ପ୍ରକାର ସେମାନେ ରହିବା ଦରକାର? ସୁଖ୍ୟାତି ସମ୍ପନ୍ନ। ଦ୍ୱିତୀୟଟା ଆତ୍ମା ସମ୍ପନ୍ନ, ଜ୍ଞାନରେ ପରିପୂର୍ଣ୍ଣ, ବିଶ୍ୱାସରେ ପରିପୂର୍ଣ୍ଣ। এই ପ୍ରକାର ତୁମେ 7 ଜଣକୁ ନିଯୁକ୍ତ କର, ଯେଉଁମାନେ ସେଇ କାର୍ଯ୍ୟରେ ନିଯୁକ୍ତ ରହିବେ। ଆଜିର ଆମେ ଦେଖୁ ଯେ ସେବକ ମାନଙ୍କର ଯେ ସେବା କରୁଛୁ, ସେବା କରିବାରେ ମୁଖ୍ୟତଃ 4ଟି ବିଷୟ, 4ଟି ସ୍ୱଭାବ ତାଙ୍କ ଜୀବନରେ ସେବା କରିବା ପାଇଁ ରହିବା ଦରକାର, ଯେଉଁ ଦ୍ୱାରା ଆମେ ମାନେ ଈଶ୍ୱରଙ୍କୁ ମହିମାନ୍ୱିତ କରିପାରିବା। ସେବକ ମାନଙ୍କ ମଧ୍ୟରେ 4ଟି ବିଷୟ, ଯେ 4ଟି ଯେ ସ୍ୱଭାବ। ପ୍ରଥମ ସ୍ୱଭାବ ହେଲା 6 ଅଧ୍ୟାୟ 3 ପଦରେ ଲେଖା ଅଛି, ସୁଖ୍ୟାତି ସମ୍ପନ୍ନ। ସେବକ ମାନେ ସୁଖ୍ୟାତି ସମ୍ପନ୍ନ ଜୀବନ ଯାପନ କରିବା ଦରକାର। ଅର୍ଥାତ ନିଜର ଖ୍ୟାତିକି ନିଜେ ପ୍ରଚାର କରିବେ ନାହିଁ, ଲୋକମାନଙ୍କ ଦ୍ୱାରା ସେମାନେ ଯେମିତି ପ୍ରଚାରିତ ହେବେ। ଆଜି ବହୁତ ଲୋକ, ବହୁତ ସେବକ ମୋର ବଡପଣକୁ ମୁଁ ଆକା ପ୍ରଚାର କରି ପକଉଛି।
सेवक माने मते किए जदि कहिबे मो विषय किए जदि साक्ष्य देबे सेटा नुहे किंतु मो विषय मु आका बेसी साक्ष्य दिए से सुख्याति आसीबो कोठू अन्य मानक ठारू आसीबो जो माने जने सेवक को भरोसा करि परिबे आज मंडली आम जे सेवक होइक रहिछु मंडली बहुत सेवकों को ऊपर भरोसा करि पारु नांती सेमानकर प्रार्थना ऊपर भरोसा करि पारु नांती सेमानकर चालीचलन ऊपर भरोसा करि पारु नांती आमाने मंडल दायित्व नउछु किंतु मंडल दायित्व नेवा सत्ते आम ऊपर बहुत लोक बहुत विश्वासी भरोसा करि पारु नांती की प्रकार जीवन सुख्याति निजर प्रशंसा को निजे पिटिवा नुहे निजर प्रशंसा को निजे बढ़ाई करवा नुहे मो विषय जन अन्य कई प्रशंसा हितोपदेश 27 अध्याय 1 ରୁ 2 पद 1 2 पद टिके पढ़देव दया करी तुम्हे कालीर विषय दर्प कथा कुह नाही जेहेतु हाँ एक कौन उत्पादन करिबो ताहा तुमको हाँ जଣା नाही अन्य लोक हम्म तुमर प्रशंसा करू हम्म मात्र तुमर निज मुख ताहा न करू अपर लोक करू मात्र तुम निज ओष्ठ ताहा न करू हालेलुया अन्य लोक तुमर प्रशंसा करू किंतु तुमर निजर अवस्थाधार तुमर प्रशंसा न करू आज आमे माने निजर प्रशंसा देखा निजर निजर प्रतिपत्ति देखा आम निजे व्यस्त आम निजे निजे निजर गुण को आम किंतु मो विषय अन्य किए कहूँ कि मु कौन प्रिय प्रभु लोक माने से प्रकार सुख्याति संपन्न लोक तमे मन्वित कर जो मान लोक माने भरोसा करि परिबे 7 जनकर नाम सेठी उल्लेख कले से 7 जनकर नाम उल्लेख कले तेथरु आमे जानू स्टीफन नामक जने व्यक्ति फिलिप प्रखर निकनर तिमोन पार्मना अंत्यक्षार जिहुदी मतावलंबी निकोलाय ए 7 जन व्यक्ति को मन्वित करी कहले प्रेरित मानक पाखु नै आसिले ए 7 जन व्यक्ति को चयन करिवा पाई पवित्र आत्मा साहाय्य कले प्रिय प्रभु को लोक माने जेतबेले आमे माने प्रभु को दास दासी हेई प्रभु को सेवा करूछु we are not appointed accidentally but we are chosen for a purpose आमाने गोटे उद्देश्य नहीं प्रभु आमान को मन्वित करिसंती और से मन्वित चोजन करिसंती by the help of Holy Spirit ईश्वरंकर आत्मा द्वारा प्रिय प्रभु को लोक माने आ जो माने आम जो ईश्वरंकर आत्मा द्वारा मन्वित होइछि आम मानक जीवन रे कौन से प्रकार असाधुता जड़ू न थाए हालेलुया आज बहुत सेवकों जीवन रे असाधुता कार्य करे लैक ऑफ इंटीग्रिटी यथार्थता कार्य करे नाही पार्शियलिटी कार्य करे पक्षपातिता कार्य करे से माने मुखरे गोटे कथा कहती कार्य रे आ गोटे कथा करती प्रिय प्रभु को लोक माने भरोसा रखी पारु नाहंती मते जो माने विश्वास करती मो जाको परिचर्या करूची जाको मु सेवा करूची से माने भरोसा रखी पारु नाहंती ए प्रकार दुर्दिन रे आ माने वर्तमान चालुछु मंडली रे पास्टर मानक ऊपर आस्था कमी जाउछि दिन को दिन परिचारक मानक ऊपर आस्था कमी जाउछि दिन को दिन प्रिय
ପ୍ରଭୁଙ୍କ ଲୋକମାନେ ନିଜର ଗୌରବକୁ ନିଜର ପ୍ରଶଂସାକୁ ନିଜେ ଆମେ ପ୍ରଚାର କରି ଲୋକମାନଙ୍କ ଉପରେ ଲୋକମାନଙ୍କୁ ତତ୍ତ୍ୱାବଧାନରେ ଥିବା ଆମେ ଯେ ପରିମାଣ ତତ୍ତ୍ୱାବଧାନ ନେବା ଉଚିତ ସେଇ ପରିମାଣ ତତ୍ତ୍ୱାବଧାନ ନେଉନାହୁଁ। ସେଇ ଲୋକମାନେ ଯୋଉମାନଙ୍କର ମୁଁ ପରିଚର୍ଯା କରୁଛି ସେମାନେ ମତେ ତାରିଫ କରନ୍ତୁ, ସେମାନେ ମତେ ପ୍ରଶଂସା କରନ୍ତୁ, କିନ୍ତୁ ମୋ ମୁଖ ନୁହେଁ। ମୋର ପ୍ରଶ୍ନ, ଆଜି ମୁଁ ଯେ ସେବକ, ମୋ ଉପରେ କି ମୋର ମଣ୍ଡଳୀ ମତେ ବିଶ୍ୱାସ କରିଥିବା ଲୋକ ଭରସା ରଖିପାରନ୍ତି? ପ୍ରଶ୍ନ। ପ୍ରଥମ କଥା ହେଲା ଯେ ରେପୁଟେସନ, ସୁଖ୍ୟାତି ସମ୍ପନ୍ନ। ଜଣେ ସେବକଙ୍କର ସୁଖ୍ୟାତି ଜୀବନ ବା ସାକ୍ଷ୍ୟ, ସୁଖ୍ୟାତିର ଅନ୍ୟ ନାମ ହେଲା ସାକ୍ଷ୍ୟ। ସାକ୍ଷ୍ୟ ଯଦି ନାହିଁ ସେ ସେବାରେ ବିଫଳ। ମୁଁ ଯେତେ ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ବାକ୍ୟ ପ୍ରାଞ୍ଜଳ ଭାବେ ଡ୍ରାମାଟିକ ଷ୍ଟାଇଲରେ ପ୍ରଚାର କରିପାରେ ଓ ବହୁତ ରଙ୍ଗ ବେରଙ୍ଗ ଦେଇକି ମୁଁ ପ୍ରଚାର କରିପାରେ, କିନ୍ତୁ ସାକ୍ଷ୍ୟ ନୀଲ। ବହୁତ ପ୍ରକାର ଭାଷା ଦେଇକି, ଭାଷା ସଂଯୋଜନା ଦେଇକି ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ମୁଁ ପ୍ରଚାର କରିପାରେ, କିନ୍ତୁ ମୋର ସାକ୍ଷ୍ୟ କଣ? ପ୍ରିୟ ପ୍ରଭୁଙ୍କ ଲୋକମାନେ ସେମିତି ସୁଖ୍ୟାତି ବା ସାକ୍ଷ୍ୟ ଥିବା ଲୋକଙ୍କୁ ତୁମେ ମନୋନୀତ କର। ଏଟା ହେଲା ପ୍ରଥମ ସେବକଙ୍କର ପ୍ରଥମ ଗୁଣ। ଦ୍ୱିତୀୟ ଗୁଣ ହେଲା 6:3 ଆଉ ସେ ପ୍ରେରିତର କାର୍ଯ୍ୟ ବିବରଣୀ 6:3 ଆତ୍ମା, ପବିତ୍ର ଆତ୍ମା, ଫୁଲ ଅଫ ଦ ହୋଲି ସ୍ପିରିଟ। ଜଣେ ସେବକର ଦ୍ୱିତୀୟ ଲକ୍ଷଣ ହବା ଦରକାର। ପ୍ରଥମ ଲକ୍ଷଣ ଆମେ ଦେଖିଲୁ ସାକ୍ଷ୍ୟ, ଆଉ ଦ୍ୱିତୀୟ ଲକ୍ଷଣ ହେଲା ପବିତ୍ର ଆତ୍ମାରେ ପୂର୍ଣ୍ଣତା। ଆଜି ବହୁତ ସେବକ ନିଜ ଜ୍ଞାନ ଅନୁସାରେ ସେବା କରନ୍ତି, ନିଜର ଚିନ୍ତାଧାରା ଅନୁସାରେ ସେବା କରନ୍ତି, ବହୁ ସମୟରେ ସେବା ବିଫଳ ହୁଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ ପବିତ୍ର ଆତ୍ମାର ପରିଚାଳିତ ହୋଇ, ପବିତ୍ର ଆତ୍ମା ଦ୍ୱାରା ପରିଚାଳିତ ହୋଇ ଯେତେବେଳେ ଆମେ ସେବା କରିବା, ପବିତ୍ର ଆତ୍ମା ଆମର ସେବାକୁ ଅଭିବୃଦ୍ଧି କରିବ। ଯେଉଁମାନେ ପ୍ରେରିତ ମାନଙ୍କ ପାଖକୁ ସେଇ 7 ଜଣଙ୍କୁ ନେଇ ଆସିଲେ, ଆଉ ପ୍ରେରିତ ମାନେ ତାଙ୍କ ଉପରେ ହସ୍ତାର୍ପଣ କରି ପ୍ରାର୍ଥନା କରିବା ଦ୍ୱାରା ସେମାନେ ଆତ୍ମା ପ୍ରାପ୍ତ ହେଲେ, ଆଉ ସେଇଦିନ ଠାରୁ ଆତ୍ମା ମଣ୍ଡଳୀ ବୃଦ୍ଧି ପାଇବାକୁ, ବାକ୍ୟ ବୃଦ୍ଧି ପାଇବାକୁ ଲାଗିଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ ପବିତ୍ର ଆତ୍ମାରେ ବଶ୍ୟବର୍ତ୍ତୀ ହବା ଦରକାର, ପବିତ୍ର ଆତ୍ମାରେ ପୂର୍ଣ୍ଣତା। ଯୋହନ ଲିଖିତ ସୁସମାଚାର 16:13 ଯଦି ପଢିଦବା। ଯୋହନ 16:13 କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସିଏ ଆପଣଙ୍କଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେଇ ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମ୍ଭମାନଙ୍କୁ ଜଣାଇବେ। ହାଲେଲୁୟା। କାରଣ ସେ ସତ୍ୟମୟ ଆତ୍ମା ଆସିଲା ପରେ ସମସ୍ତ ସତ୍ୟ ବିଷୟରେ ତୁମକୁ ଚଳାଇବେ। ଗାଇଡେନ୍ସ। ମୁଁ ମୋର ସେବା କାର୍ଯ୍ୟ କରିବା ପାଇଁ ମୋ ନିଜର ଗାଇଡେନ୍ସରେ ମୁଁ ଚାଲେ, କିନ୍ତୁ ପବିତ୍ର ଆତ୍ମାରେ ଗାଇଡେନ୍ସରେ ଚାଲେ ନାହିଁ। ବହୁତ ସମୟରେ ଫେଲର ହୁଏ। ପ୍ରଭୁ କହୁଛନ୍ତି, ପ୍ରଭୁ ଆଗେ ସେଇଟାକୁ ସତର୍କ କରିଦେଇଛନ୍ତି। ପ୍ରଭୁ ଯେତେବେଳେ ମାନେ ପୁନରୁତ୍ଥିତ ହଉଛନ୍ତି, ଶିଷ୍ୟମାନଙ୍କୁ ଦେଖି ସେ କହୁଛନ୍ତି ଲୁକ 24:49, ଲୁକ 24:49, ପ୍ରେରିତର କାର୍ଯ୍ୟ ବିବରଣୀ 1:8 କଣ ଲେଖା ହେଇଛି? ଲୁକ 24:49। ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମମାନଙ୍କ ନିକଟକୁ ପଠାଉଛି,
କିନ୍ତୁ ହୁଁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ହୁଁ ନଗରରେ ରହିଥାଅ। ହାଲେଲୁୟା। ପ୍ରଭୁ କହୁଛନ୍ତି ତୁମେ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନେବା ପର୍ଯ୍ୟନ୍ତ ଏହି ନଗରରେ ରହିଥାଅ। ଶକ୍ତି ପ୍ରାପ୍ତ ହେଇ ଯେତେବେଳେ ସେବା କରିବା, ସେଇ ସେବାରେ ଆମମାନଙ୍କର ଉନ୍ନତି ରହିବ। ନିଜ ଜ୍ଞାନରେ ଯେତେବେଳେ ଆମେ ସେବା କରିବା, ସେଇ ସେବାରେ ଆମେ ବହୁତ ସମୟରେ ଫେଲୁଅର ପଡୁ। ସାକ୍ଷ୍ୟ ବହନ କରିପାରିବା ନାହିଁ। ଶକ୍ତି ପ୍ରାପ୍ତ ହେବାର ଅର୍ଥ ହଉଛି, ମାନେ ଇଂଲିଶରେ ଗୋଟିଏ କଥା ଦିଆହେଇଛି, endued with the power of God. endued ମାନେ clothed, ପରିଧାନ କରିବା, ପବିତ୍ର ଆତ୍ମାକୁ ପରିଧାନ କରିବା। ଆମେ ଯେମିତି ବସ୍ତ୍ର ପରିଧାନ କରୁଛୁ, ଜଣେ ସେବକ ପବିତ୍ର ଆତ୍ମାକୁ ପରିଧାନ କରିବା ଦରକାର। ଯେତେବେଳେ ପବିତ୍ର ଆତ୍ମାକୁ ପରିଧାନ କରିବା ନାହିଁ, ଆଉ ଆମମାନଙ୍କର ସେବାରେ ଆମେ ଅଗ୍ରଗତି ବା ଉନ୍ନତି ଲାଭ କରିପାରିବା ନାହିଁ। ତେଣୁ ସେମାନେ ଆତ୍ମାରେ ପରିପୂର୍ଣ୍ଣତା, ଏଇ ଆତ୍ମାର ପରିପୂର୍ଣ୍ଣତା ଦ୍ୱାରା ଆଉ କଣ ହବ? ଏଇ ଆତ୍ମାରେ ପରିପୂର୍ଣ୍ଣତା ଲାଭ କରିବା ପରେ ଆଉ କଣ ଆମମାନଙ୍କ ଜୀବନରେ ଆମେ ଦେଖିବା? ଲୁକ 10:19 ଲୁକ 10:19। କାରଣ ଯାହା ଦେଖ, ହଜି ଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। 10 ଲୁକ 10:19। ହଁ ହଁ ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଚ୍ଛା ଉପରେ ଚାଲିବାକୁ କ୍ଷମତା ଦେଉଅଛି। ପୁଣି ହଁ ଶତ୍ରୁ ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି। ଆଉ ହଁ। କିଛି କୌଣସି ପ୍ରକାର ତୁମ୍ଭମାନଙ୍କର କ୍ଷତି କରିବ ନାହିଁ। ହାଲେଲୁୟା। ଯେତେବେଳେ ପବିତ୍ର ଆତ୍ମା ପ୍ରାପ୍ତ ହେବା, ପ୍ରଭୁ ଗୋଟିଏ ଶକ୍ତି ଦଉଛନ୍ତି। ପାପ ଉପରେ ଅଧିକାର କରିବା ତୁମକୁ ଶକ୍ତି ଦଉଛି। ଦୁଷ୍ଟତା ଉପରେ ଅଧିକାର କରିବା ତୁମକୁ ଶକ୍ତି ଦେଉଅଛି। ଆଉ ତୁମର କୌଣସି ଶୈତାନର ଶକ୍ତି ତୁମର କଣ ହାନି କରିପାରିବ ନାହିଁ। ଆଜି ଆମମାନେ ସମସ୍ତେ ବିଚଳିତ, ନାଇକି? ଏ ମିଟିଂ ବନ୍ଦ କରିବା ପାଇଁ ଚାହିଁଛନ୍ତି ଗଜପତିରେ, ଆଉ କଣ କରିବା ପାଇଁ ଚାହୁଁଛନ୍ତି, ବିଚଳିତ ହେଇକି ରହିଛି ବିଭିନ୍ନ ପ୍ରକାର ଚିନ୍ତାଧାରା। କିନ୍ତୁ ପବିତ୍ର ଆତ୍ମା ସାହାଯ୍ୟରେ ଯେତେବେଳେ ଆମେ ରହିବା, ପବିତ୍ର ଆତ୍ମାରେ ଭରପୁର ରହିବା, କୌଣସି ଶକ୍ତି ପବିତ୍ର ଆତ୍ମାର ପ୍ରତିରୋଧ କରିପାରିବ ନାହିଁ। ଆଜି ଓଡିଶାରେ ବହୁତ କିଛି ହେଇଛି, ସେ ଶୈତାନୀ ଫିଲ୍ମ କି ନେଇକି ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କଣ ଦଙ୍ଗା ହବ କି, କଣ ଦଙ୍ଗା ହବ କି, କଣ ଦଙ୍ଗା ହବ କି? ପବିତ୍ର ଆତ୍ମାରେ ଭରପୁର ଲୋକ ସବୁବେଳେ ଧୈର୍ଯ୍ୟ ସହକାରେ ରହିବେ। ଷ୍ଟିଫେନ୍, ସେ ପ୍ରସ୍ତ୍ରାଘାତ କରିକି ସେ ମରିଥିଲେ ମଧ୍ୟ ତାଙ୍କର ଧୈର୍ଯ୍ୟ କମି ନଥିଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ପ୍ରଭୁଙ୍କ ପାଇଁ ଯେତେବେଳେ ଆମେ ବଞ୍ଚୁଛୁ, ପବିତ୍ର ଆତ୍ମା ଯଦି ଆମମାନଙ୍କ ଭିତରେ ରହିଛି, କୌଣସି ପ୍ରକାର ଅଧୈର୍ଯ୍ୟର ଆତ୍ମା ଆମମାନଙ୍କ ଜୀବନରେ କାର୍ଯ୍ୟ କରିବ ନାହିଁ। ମୁଁ ତୁମମାନଙ୍କୁ ଅଧୈର୍ଯ୍ୟର ଆତ୍ମା ଦେଇନାହିଁ। 2 ତିମୋଥୀ 1:7 ତୁମକୁ ଶତ୍ରୁ ଉପରେ ବିଜୟ ଲାଭ କରିବା ପାଇଁ ତୁମକୁ ଆତ୍ମା ଦେଇଅଛି। ଯେତେବେଳେ ତୁମେ ପବିତ୍ର ଆତ୍ମା ପରିଧାନ କରୁଛ, ଶତ୍ରୁ ଉପରେ ବିଜୟ ପାଇବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ଆଉ କଣ କରିବେ? ପ୍ରଥମ କରିନ୍ଥୀୟ 14:2। ପ୍ରଥମ କରିନ୍ଥୀୟ 14:2। କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ୱରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ୱାରା ନିଗୁଡ ବିଷୟ କହେ। ହାଲେଲୁୟା। এই ପବିତ୍ର ଆତ୍ମା ଆସିବା ଦ୍ୱାରା ଆମେ କଣ କରୁ? ମଣ୍ଡଳୀକୁ ପରିପକ୍ୱ କରିବା ପାଇଁ, ମଣ୍ଡଳୀକୁ ଆମେ ମେଚ୍ୟୁର କରିବା ପାଇଁ ପବିତ୍ର ଆତ୍ମା ଦ୍ୱାରା ସାହାଯ୍ୟ କରିଥାଏ। ପବିତ୍ର ଆତ୍ମା ମଣ୍ଡଳୀକୁ ମେଚ୍ୟୁର କରିବା ପାଇଁ,
निज ज्ञान द्वारा जदि आम कथा कहवा कौन मंडली मैच्योर हम ना परिपक्वता लाभ करना Holy Spirit helps to edify the church, edify the believers. प्रिय प्रभु लोक माने आज आम माने पवित्र आत्मा प्राप्त है कौन करवा मंडली को परिपक्व करने पवित्र आत्मा साहाय्य करे तापर तुम्हें आम जानू काल मंद तुम्हें माने शैतान विरुद्धे बा दुष्ट शक्तिर विरुद्धे अच्छ किंतु यही दुष्ट शक्ति को आउ तुम माने कौन करने प्रतिरोध करने आत्मार आवश्यक रही पवित्र आत्मार आवश्यक रही प्रिय प्रभु लोक मान आज की सही आत्मा पवित्र आत्मा रे पूर्णता लाभ करिछु सेवा करुछु एटा होछि सेवकर द्वितीय गुण स्वभाव तृतीय होछि जो माने सेवा करिबा जाइछंती से तृतीय गुण होछि विजडम ऑफ गॉड 6 अध्याय 3 पदरे एठी लेखा अछि आत्मा ओ ज्ञान रे परिपूर्ण आ ये ज्ञान कोठु आसे याकूब 3 अध्याय 17 पदरे ज्ञान कोठु आसे देखंतु सेठी याकूब 3 अध्याय 17 पद किंतु ऊर्ध्वरु आगत ज्ञान प्रथमरे पवित्र द्वितीय शांति प्रिय मृदुशील बाध्य दया ओ उत्तम फलरे परिपूर्ण संदेह शून्य और निष्कपट ये ज्ञान कोठु आसे ऊर्ध्वरु आसे ज्ञान प्रथमे पवित्र तापरे शांति प्रिय तापरे साधुता तापरे समर्पण ईश्वर इच्छा रे समर्पण करिवे तापरे दया दया देखा ज्ञान दि जाइछि तापरे उत्तम फल ए ज्ञान द्वारा आमे पाइबा किंतु विदाउट पार्शियलिटी ए ज्ञान रे कौन प्रकार पक्षपातिता नथिबो ईश्वर ज्ञान जा पाखरे रही से कौन विषय रे पक्षपात करिबो नाही पक्षपात न आज मंडली रे देखिबा जदि जनक पाई गोटे न्याय धनी लोक पाई गोटे न्याय गरीब लोक पाई आ गोटे न्याय आम ईश्वर ज्ञान रे परिपूर्ण जो माने हमको दान दशमांश दौरान गोटे गोटे माने ज्ञान और जो माने दौ ना आ गोटे ज्ञान प्रिय प्रभु लोक मान प्रथमे ऊर्ध्वरु आसीथिबा ज्ञान निष्कलंक निष्कपट पवित्र बाध्य शांति प्रिय याकूब कहउछंती किंतु सही ज्ञान कौन करुछंती कौन कलु आमे भेजाल करि पकेलु आमे जदि हितोपदेश 7 अध्याय 29 पद देखिबा हितोपदेश 7 अध्याय 29 पद ये पढ़ देवे 7 रो 29 उपदेशक सॉरी उपदेशक 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 7 रो 29 देख मु एतिकी मात्र पाई अछि जे परमेश्वर मनुष्य को सरल करी निर्माण कले मात्र से माने अनेक उद्भावन अन्वेषण करी अछंती हालेलुया मनुष्य को परमेश्वर सरल भावे निर्माण कले सरल भावे मनोनीत कले किंतु से अनेक उद्भावन अर्थात कल्पना उद्भावन अर्थ होची स्कीम 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 का पाखरे अछि शैतान पाखरे स्कीम से स्कीम कले ऊर्ध्वस्त आसीथिबा ज्ञान को से कलंकित करदेले विभिन्न प्रकार उद्भावन करी तेणु प्रिय प्रभु लोक मान मु आत्मा परिपूर्ण हली ज्ञान ईश्वर देइछंती किंतु से ज्ञान को भेजाल करि पकोछि बहुत समय रे निजर स्वार्थ पाई
प्रिय प्रभु को लोक माने आज आम माने ईश्वर ज्ञान को ग्रहण कर पारना। प्रथम करंथियो 2:10-14 जदि पढ़ा 2:10-14 प्रथम करंथियो 2:10-14 କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି, ଯେଣୁ ସମସ୍ତ ବିଷୟ ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି, କାରଣ ମନୁଷ୍ୟର ବିଷୟ ସବୁ ମନୁଷ୍ୟ ଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟ ସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ। ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟ ଗୁଡିକ ଆମ୍ଭେମାନେ ଜାଣିପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ। ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଦ୍ୱାରା ଶିକ୍ଷିତ ବାକ୍ୟରେ କହିନଥାଉ, ମାତ୍ର ଆତ୍ମିକ ବିଷୟ ସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ। କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟ ଗୁଡିକ ଗ୍ରହଣ କରେ ନାହିଁ, କାରଣ ସେଇ ସବୁ ତାହା ନିକଟରେ ମୂର୍ଖତା, ପୁଣି ସେ ସେଇ ସବୁ ବୁଝିପାରେ ନାହିଁ, ଯେଣୁ ସେ ସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। हालेलुया। किंतु सांसारिक मनुष्य ईश्वर ज्ञान को बुझी पारे नहीं। सांसारिकता को प्रेम करने लोक माने वा संसार को प्रेम करने लोक माने स्वार्थ को देखिवा लोक माने ईश्वर ज्ञान तांको पाखरे मूर्खता लागिवो, मूर्ख भलिया लागिवो। आत्मिक लोक आत्मिक विषय बुझी पारिबो। पवित्र आत्मारे परिपूर्ण लोक पवित्र आत्मार कथा से बुझी पारिबो। प्रिय प्रभु को लोक माने आज आम मान जीवन रे कि आम माने ईश्वर वाक्य आत्मिक भाव ग्रहण करने चाहूँ। विजडम जे विजडम पाई आम माने जेतोले पवित्रता रक्षा करबा, झगड़ालू न होबा, ज्ञान थिबा लोक से माने कौन करेंगे? पवित्रता रक्षा करेंगे, झगड़ालू न होबे, से माने खराब रास्ता न जीवे बा ईश्वर के पाखरे सब समय समर्पण करेंगे। तांको पाखरे समर्पण नथिबा जीवन नथिबो, आउ समाने लोकों को दया पक्षपात नथिबा नथाई लोकों को दया देखाई पारंती। एटा होची तृतीय विषय। चतुर्थ विषय है फुल ऑफ फेथ। 6:5 लेखा अच्छी शेष कथा शेष कथा 6:5 आम जदि देखा 6:5 कथा समस्त विश्वासी मान दृष्टि उत्तम देखागला। आउ से माने विश्वास और पवित्र आत्मा परिपूर्ण, विश्वास परिपूर्ण आ पवित्र आत्मा परिपूर्ण। स्टीफेन स्टीफेन की प्रकार लोक? विश्वास आत्मा परिपूर्ण, विश्वास परिपूर्ण। बिना विश्वास माने ईश्वर को संतुष्ट करिपरिबा नाही। आ जा पाखरे विश्वास रही विश्वास सहकारी जो आम सेवा करवा से सेवा दिन प्रतिदिन प्रभु बढ़ेबे। तेणु प्रिय प्रभु को लोक मान प्रभु आम मान को आह्वान करेणु आम मान स्वभाव प्रभु देखि पारती। जने सेवकंकर जे चारोटी स्वभाव आज आम देखिपारे। आउ जो स्वभाव द्वारा विश्वास को रक्षा करी, विश्वास को रक्षा करी आउ से प्रस्तराघात निजर जीवन को शहीद कर। प्रथम शहीद स्टीफेन हेला प्रथम शहीद। से प्रस्तराघात रे मारी दिगला। प्रिय प्रभु को लोक माने प्रेरित कार्य 7 प्रेरित कार्य 8 आम जो देखा फिलिपिंकर सेवा, फिलिपिंकर सेवा नपुंसक पाखु जाई तापर से स्टीफेन वाक्य प्रचार से प्रत्याघात से निजक हत कले। ए समस्त देखा मु प्रभुकर मनोनीत दास प्रभु मृत्यु वरण करने प्रस्तुत। मो निज जीवन को मुझे देखी आ प्रभुकर सेवा करी पारिबी ना।
ତେଣୁ ଜଣେ ସେବକ ଚାରୋଟି ବିଶେଷ ଗୁଣ ଆମେ ଦେଖିଲୁ। ଚାରୋଟି ବିଶେଷ ଗୁଣ, ପ୍ରଖ୍ୟାତି ବା ସୁଖ୍ୟାତି ଅର୍ଜନ କରିବା ସେବକ, ତାର ସୁଖ୍ୟାତି ମାନେ ଲୋକମାନେ ତା ଉପରେ ଯେନ ବିଶ୍ୱାସ ରଖିପାରନ୍ତି ବା ଲୋକମାନଙ୍କ ପାଖରେ ତାଙ୍କର ସାକ୍ଷ୍ୟ ଯେମିତି ରହିବ। ଦ୍ୱିତୀୟ କଥା ହେଲା ପବିତ୍ର ଆତ୍ମାରେ ପୂର୍ଣ୍ଣତା। ତୃତୀୟ କଥା ହେଲା ଈଶ୍ୱରଙ୍କର ପବିତ୍ର ଆତ୍ମାରେ ପୂର୍ଣ୍ଣତା। ଆଉ ତୃତୀୟ କଥା ଆମେ ଯଦି ଦେଖୁଛୁ ଯେ ଈଶ୍ୱରଙ୍କର ଜ୍ଞାନରେ ପରିପୂର୍ଣ୍ଣତା। ଆଉ ଚତୁର୍ଥ ବିଷୟ ବିଶ୍ୱାସରେ ପରିପୂର୍ଣ୍ଣତା। ମୁଁ ଯେ ବିଶ୍ୱାସ କରୁଛି ପ୍ରଭୁଙ୍କୁ ଆଉ ମୋର ସେବା ମଧ୍ୟ ଯେମିତି ସେମିତି ବିଶ୍ୱସ୍ତ ଭାବେ ତେଣୁ ମୁଁ ସେବା କରିବି। ମତେ ପ୍ରଭୁ ବିଶ୍ୱସ୍ତ ଭାବେ ସେବା କରିବା ପାଇଁ ଆହ୍ୱାନ କରିଛନ୍ତି। ମୁଁ ଯେଣୁ ପ୍ରଭୁଙ୍କର ଅବିଶ୍ୱସ୍ତ ହେବି ନାହିଁ। ତେଣୁ ଆସୁ ଆମମାନଙ୍କ ଜୀବନକୁ ସମର୍ପଣ କରିବା। ଆମେ ତ ମଣିଷ, ବହୁତ ସମୟରେ ଆମମାନଙ୍କର ଭୁଲ ଭଟକା ଥାଏ। ବହୁତ ସମୟରେ ଆମମାନଙ୍କ ଜୀବନକୁ ଆମେ ଶୁଦ୍ଧି ବୋଲି ବା ପବିତ୍ର ବୋଲି କହିପାରୁନା, ଭୁଲ ଭଟକା ଥାଏ। ତେଣୁ ଧନ୍ୟ ସେଇ ବ୍ୟକ୍ତି ଯିଏ ତାର ଜୀବନକୁ ସଂଶୋଧନ କରିପାରେ। ଯଦି ଆମେ ବାକ୍ୟ ଶୁଣୁ, ଆମମାନଙ୍କ ଜୀବନକୁ ସଂଶୋଧନ କରିବା, ପ୍ରଭୁଙ୍କର ପ୍ରିୟ ପାତ୍ର ହେବା, ସେବାରେ ଉନ୍ନତି ଲାଭ କରିବା, ଆମମାନଙ୍କ ସେବା ଦ୍ୱାରା ପ୍ରଭୁ ମହିମାନ୍ୱିତ ହେବେ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ଆମେନ୍। Amen.